ଜୟ ଜଗନ୍ନାଥ ପିଲାମାନେ କେମିତି ଅଛ? ପିଲାମାନେ ବୋର୍ଡ ଏକ୍ଜାମ ପୂର୍ବରୁ ଆମକୁ ଲେଖିବାକୁ ପଡିବ ଇଣ୍ଟରନାଲ ଏକ୍ଜାମ ଆଣ୍ଡ ଇଣ୍ଟରନାଲ ଏକ୍ଜାମ 22 ତାରିଖରୁ ଷ୍ଟାର୍ଟ ହେଇଯାଉଛି। ଆମର ତା ପୂର୍ବରୁ ଜାଣିବା ଦରକାର କି ଯେ ସିଲାବସ୍ କଣ ଆଣ୍ଡ କୋଉଠୁ କେତେ ମାର୍କ କେମିତି କ୍ୱେଶ୍ଚିନ୍ ଆସିବ। ତ ଟିକେ ଫଟାଫଟ ଦେଖିଦବା ଆମେ କ୍ୱିକଲି। ଦେଖିବା ଆମର ଏଠି ଆମର ଫଙ୍କସନ ଆସୁଛି କଣ ନା ଡୋମେନ ରେଞ୍ଜ ଆଉ କମ୍ପୋଜିସନ ଅଫ ଫଙ୍କସନ ଆଉ ଇନଭର୍ସ ଫଙ୍କସନ। ତା ସହିତ ପିଲାମାନେ ଲିମିଟ ଆସୁଛି କଣ ନା ଲିମିଟ ପୁରା ଟୋଟାଲି ଇନଡିଟର୍ମ ଫର୍ମରେ ଯେତେ ଗୁଡ଼ା ଅଛି ସବୁ ଗୁଡ଼ାକ ଆସୁଛି। ଆଣ୍ଡ ଆମର କଣ ଆସୁଛି ନା ଆପ୍ଲିକେସନ ଅଫ ଡେରିଭେଟିଭ ଚାପ୍ଟରରୁ ଆସୁଛି ଟାଞ୍ଜେଣ୍ଟ ଆଉ ନର୍ମାଲ ଉପରେ କ୍ୱେଶ୍ଚିନ୍। ଓକେ ଆଉ ଏଲପିପି ର କ୍ୱେଶ୍ଚିନ୍। ପିଲାମାନେ କିଛି ବ୍ୟସ୍ତ ହବାର ନାହିଁ। ଆମର ଯୋଉ ସବୁ ଚାପ୍ଟର ଏଠି ଆମେ ଡିସ୍କସନ କରୁଛେ ଏହା ଯାହା ସିଲାବସ୍ ଅଛି ଏଠି ସେ ସବୁର ଅଲରେଡି ୱାନ୍ ସଟ୍ ଭିଡ଼ିଓ ମୁଁ ନେଇକି ଆସି ସାରିଛି। ଅଲରେଡି ଆଭେଲେବୁଲ ଅଛି ପିଲାମାନେ, ତୁମେ ଡେସ୍କ୍ରିପସନ ଲିଙ୍କ ଦେଖିପାରିବ। ଅଦରୱାଇଜ ତୁମେ ଆମର ଚ୍ୟାନେଲ ଏସ୍ଆରପି ମ୍ୟାଥମେଟିକ୍ସ ଚ୍ୟାନେଲରେ ସେ ସବୁ ଜିନିଷ ପାଇପାରିବ। ଆଣ୍ଡ ସବୁଠୁ ପିଲାମାନେ ଅଧିକ ଇମ୍ପୋର୍ଟାଣ୍ଟ କଥା ଲାଗିଛି ଆମର ଗୋଟେ ଅଛି ହ୍ୱାଟ୍ସଆପ୍ ଚ୍ୟାନେଲ, ସେଠି ଯାଇକି ଜଏନ୍ କର, ତୁମକୁ ସବୁ ଡିଟେଲ୍ସ ମିଳିଯିବ। ତ ନେକ୍ସଟ କଥା ହେଲା କି ପିଲାମାନେ କୋଉଠୁ କେମିତି କେତେ ମାର୍କ କ୍ୱେଶ୍ଚିନ୍ ଆସିବ। ପିଲାମାନେ ଏମସିକ୍ୟୁ କ୍ୱେଶ୍ଚିନ୍ ଆସିବ 5ଟା 1 into 5 5 ମାର୍କ। ABCD ଅପସନ ଦେଇଥିବ, ଗୋଟେ ଅପସନ ମାରିବାର ଅଛି। ତାପରେ ପିଲାମାନେ 2 ମାର୍କିଆ କ୍ୱେଶ୍ଚିନ୍ ଥିବ 5ଟା, ତୁମକୁ କରିବ 3ଟା ମାନେ 6 ମାର୍କ ପାଇବ। 3 ମାର୍କିଆ କ୍ୱେଶ୍ଚିନ୍ ଥିବ 5ଟା, ଆମେ କରିବା 3ଟା ମାନେ ମିଳିବ 9 ମାର୍କ। 9 6 15 5 20 ପିଲାମାନେ ଟୋଟାଲ 20 ମାର୍କ ଭିତରେ ଖେଳ ଖତମ। ତମ ମାନଙ୍କ ପାଇଁ ସ୍ପେଶିଆଲି ମୁଁ ବନେଇଛି କଣ ନା ୱାନ୍ ସଟ୍ ଭିଡ଼ିଓ, ତାକୁ ଯାଇକି ଦେଖ, 20 ରୁ 20 ମାର୍କ ମିଳିବ।